ଆଜି ନୁହଁ, ଇଏ ପରଦିନର 15 ତାରିଖର ଘଟଣା। ତାକୁ କଣ ତା ସାଙ୍ଗ କତିକି ସେ ଯାଏ, ସାଙ୍ଗ ହୁଏ ସେଇଠି ମୋଟର ସାଇକେଲ ଦିଟା ପିଲା ସାଙ୍ଗ ହୁଏ, ଯିବା ଆସିବା କରେ। ଆଗରୁ ତାଙ୍କର କଣ ଝଗଡା ପାଟିମୁଣ୍ଡ ହିସାବରେ ହିସାବାଦରେ ରହନି ମୁଁ ଜାଣିନି। ମୋ ପୁଅ ଛୋଟ ଛୁଆ 17 ବର୍ଷର ପୁଅ, ସେ ଯେତେବେଳେ ଯାଏ ସେ ତା ସାଙ୍ଗମାନଙ୍କ କତିକି, ତାକୁ କଣ କରିଛନ୍ତି, ତାକୁ ନଙ୍ଗଳା କରିକି 10-12 ହେଇକି ମାରିକି ତା ଭିଡିଓ ଭାଇରାଲ କରିଦେଇଛନ୍ତି। କରିକି ମୁଁ ଯେମିତି ଜାଣିଲି, ମୋ ବଡ ପୁଅ ଭିଡିଓ ଆଣିକି ଦେଖେଇଲା, ମୁଁ ଯେମିତି ଜାଣିନି ନଙ୍ଗଳା ଭିଡିଓ ସବୁ ଦେଖେଇଲା। ଆଜି ଯଦି ଛୁଆ ଭୁଲ କରୁ ଠିକ କରୁ, ତା ମା ବାପା ଅଛି ନା ନାଇଁ, ମା ବାପାକୁ ଜଣେଇଲେନି। ଯଦି ଭୁଲ କଲା, ଚୋରି କରୁ ଯାହା କରୁଛୁ କରୁ, ଥାନା ଅଛି, ଥାନାକୁ ଆସିଥାନ୍ତେ, ଥାନାକୁ ଦୌଡ଼ିଲେନି। ପୁଅକୁ ମୋର ନଙ୍ଗଳା କରି ତାକୁ କହୁଛନ୍ତି ତୁ ପ୍ୟାଣ୍ଟ ସାର୍ଟ କାଢ, ନହେଲେ ତୋ ପେଟରେ ଛୁରୀ ପୁରେଇ ଦେବୁ। ସେ ଛାନିଆରେ ତାକୁ ଏକରେ ମୋଟା ରୋଳ ବାଡିରେ ଗୋଟେ ବାଉଁଶରେ ପିଟିଛି। ଆପଣ ଯଦି କହିବେ ମୁଁ ତାହେଲେ ଭିଡିଓ ଆପଣଙ୍କୁ ଦେବି। ଆମର କାଉନସିଲ ତାଙ୍କ ପୁତୁରା ନା କଣ ହବ, ତାଙ୍କୁ ମୁଁ ଚିହ୍ନିଛି। ଆଉ 2-3ଟା ମୁଁ ଦେଖିଲେ ଜାଣିଦେବି, ତାଙ୍କ ନାଁ ମୁଁ ଜାଣିନି। ଥାନାରେ ମୁଁ କହିଲି ମୋ ପୁଅ ଯେମିତି ଇଜ୍ଜତ ଯାଇଛି, ସେମିତି ମୋ ପୁଅକୁ ଇଜ୍ଜତ ଫେରାନ୍ତୁ। ଆପଣ ଦେଖନ୍ତୁ ଏ ଭିଡିଓ, ମୋ ପୁଅର ଇଜ୍ଜତ ମତ ସବୁ ସାରିଦେଲା। ତାପରେ ଯଦି ମୋ ଛୁଆ ଭୁଲ କଲା ଠିକ କଲା, ଥାନାକୁ ଦିଅ, ନହେଲେ ବାପା ମାଆକୁ ଜଣେଇଦେବି। କାହାକୁ ଜଣେଇଲେନି, ମନ ଇଚ୍ଛା ତାଙ୍କର ଦାଦା ଦେଖେଇକି ନଙ୍ଗଳା ମୂତ୍ର କରିକି ମୋ ପୁଅକୁ ମାରିଛନ୍ତି। ଆଉ ଧମକ ଦେଇଛନ୍ତି, ତୁ ଯଦି ଥାନାକୁ ଯିବୁ ତତେ ଆହୁରି ଜୀବନରୁ ଆମେ ମାରିବୁ।